ମିଠୁର ସ୍ତ୍ରୀ ସୁଇଟି ଆସି ନଦୀ କୂଳରେ ବସିଥାଏ। ସେହି ସମୟରେ ସେଠି ଆସି ଗୋରି କାଉ ପହଞ୍ଚିଯାଏ। ସୁଇଟି, ସୁଇଟି, ଏଇଟା କଣ କିଲୋ? ଏଇଟା ତ ଗୋଟେ ପାଟ ଶାଢୀ ଭଳି ଦେଖାଯାଉଛି। ହଁ, ଏଇଟା ଗୋଟେ ପାଟ ଶାଢୀ। ଏଇଟା ମିଠୁ ମୋ ପାଇଁ 25,000 ଟଙ୍କା ଦେଇ ଆଣିଛନ୍ତି। କଣ 25,000 ଟଙ୍କା? ମିଠୁ ଏମିତି କଣ ରୋଜଗାର କରୁଛି ଯେ ତୋ ପାଇଁ 25,000 ଟଙ୍କା ଦେଇ ପାଟ ଶାଢୀ ଆଣିଛି? ହଁ, ଆମର ଆଉ ଘରେ କିଏ ଅଛି କି? ସେ ଯାହା ବି ରୋଜଗାର କରୁଛନ୍ତି ସେଥିରେ ସେ ମୋ ପାଇଁ ସବୁ କିଣି ଆଣି ଦେଉଛନ୍ତି। ସୁଇଟିର ପାଟ ଶାଢୀ ଦେଖି ଗୋରି ମନେ ମନେ ଖାଲି ଜଳୁଥାଏ। ତାପରେ ଗୋରି ସିଧା ଯାଏ କାଳୁ କାଉ ପାଖକୁ। କାଳୁ, କାଳୁ, ସୁଇଟି ପାଇଁ ମିଠୁ ଗୋଟେ 25,000 ଟଙ୍କା ଦେଇ ପାଟ ଶାଢୀ ଆଣିଛି। ତମେ ବି ମୋ ପାଇଁ ଗୋଟେ ସେଇଭଳି ନାଲି ପାଟ ଶାଢୀ ଆଣିଦିଅ। ମୁଁ ତ ତା ଘରୁ ଚୋରି କରି ଖାଇବା ଆଣି ତୋତେ ଦେଉଛି। ମୁଁ ପୁଣି ପାଟ ଶାଢୀ କେଉଁଠୁ ଆଣିବି? ହଁ, ଯଦି ହେବ ମୁଁ ଚୋରି କରି ଆଣିଦେବି ସୁଇଟି ପାଖରୁ। ତାପରେ ଗୋରି କାଉ ଆଉ କାଳୁ କାଉ ଯାଇ ମିଠୁ ଶୁଆ ଘର ପାଖରେ ଲୁଚି ବସନ୍ତି। କିଛି ସମୟ ପରେ ମିଠୁ ଶୁଆ ବାହାରକୁ ଚାଲିଯାଏ। ମିଠୁ ତ ପଳେଇଲା, ମୁଁ ଯାଉଛି କିଛି ବାହାନା କରି ସୁଇଟିକୁ ଘରୁ ଡାକି ଆଣିବି। ଆଉ ସେହି ସମୟରେ ତୁମେ ଯାଇ ତା ପାଟ ଶାଢୀଟା ନେଇ ଆସିବ। ତାପରେ ଗୋରି କାଉ ସୁଇଟି ପାଖକୁ ଯାଏ ଆଉ କୁହେ, ସୁଇଟି, ତୋତେ ପାରା ଡାକୁଛି। ତା ମା କଣ ଗୋଟେ ଚିଠି ପଠେଇଛି। ତୁ ତ ଜାଣିଛୁ ପାରା ତ ମୂର୍ଖଟା, ସେଥିପାଇଁ ତୋତେ ଡକେଇଛି ଚିଠି ପଢିବାକୁ। ହଉ, ଠିକ ଅଛି, ମୁଁ ଯାଉଛି ପାରା ଭାଇର ଚିଠିଟା ପଢି ଦେଇ ଆସେ। ତା ମା କଣ ଅର୍ଜେଣ୍ଟ ଚିଠି ଲେଖିଥିବେ କାଳେ। ତାପରେ ସୁଇଟି ପାରାର ଚିଠି ପଢିବାକୁ ଯାଏ। ଦିଅ ପାରା ଭାଇ, କେଉଁ ଚିଠିଟା ତମର ପଢିବାର ଥିଲା? ମୁଁ ପଢିଦିଏ, ସିଆଡେ ମୋର କେତେ କାମ ଅଛି। କି ଚିଠି? କାଇଁ, ମୋ ପାଖକୁ ତ କିଛି ଚିଠି ମିଠି ଆସିନି। ହେଲେ ଗୋରି ଭଉଣୀ ତ ମତେ କହିଲେ ତୁମେ ମତେ ଡକେଇଥିଲ ଚିଠି ପଢିବା ପାଇଁ। ନା, ମୁଁ ତୋତେ ଡକେଇନି। କାଇଁ, ମତେ କଣ ଚିଠି ପଢି ଆସେନି ଯେ ମୁଁ ତୋତେ ଡାକିବି ଚିଠି ପଢିବା ପାଇଁ? ତୁ କଣ ଗୋରି କଥା ଜାଣିନୁ? ତୁ ଗୋରି କଥାରେ ତୁ ମୋ ପାଖକୁ ଆସିଲୁ। ତୁ ଏବେ ଯା, ତୋ ଘରକୁ ଯା। ତାପରେ ସୁଇଟି ତୁରନ୍ତ ତା ଘରକୁ ଚାଲିଯାଏ। ସେତେବେଳେ କାଳୁ କାଉ ଚୋରି କରିବା ଲାଗି ସୁଇଟିର ଘର ଭିତରେ ପଶି ଯାଇଥାଏ। ତାପରେ ସେ ଯେମିତି ଦୂରରୁ ଦେଖିଲା ସୁଇଟି ଆସୁଛି, ସେ ଆଉ ଶାଢୀଟା ଚୋରି ନ କରିପାରି ଓଢଣୀଟା ଧରି ପଳେଇ ଆସେ। ଖାଲି ଓଢଣୀଟି ଧରି ଗୋରି କାଉ ଆଉ କାଳୁ କାଉ ତାଙ୍କ ଘରକୁ ଚାଲି ଯାଆନ୍ତି। ତୁମକୁ ମୁଁ କହିଥିଲି ଶାଢୀଟା ଆଣିବାକୁ, ହେଲେ ତୁମେ କଣ ଖାଲି ଓଢଣୀଟା ନେଇ ଆସିଲ? ଠିକ ସମୟରେ ତ ସୁଇଟି ପଳେଇ ଆସିଲା। ଶାଢୀଟା କେମିତି ଆଣିଥାନ୍ତି? ଓଢଣାଟି ବି ବହୁତ ସୁନ୍ଦର ହେଇଛି। ସେପଟରେ ସୁଇଟି ମିଠୁକୁ ସବୁ କଥା କହେ। ସେମାନେ ମୋ ଶାଢୀଟା ନେଇ ଯାଇଥାନ୍ତେ, ମୁଁ ଠିକ ସମୟରେ ଆସିଗଲି। ସେ ଗୋରି ମୋ ଓଢଣୀଟା ନେଇଗଲା। ସେ ନଦୀ କୂଳରେ ମୋ ଶାଢୀର ଦାମ ପଚାରୁଥିଲା। ମୁଁ ଜାଣିଛି ସେ ମନେ ମନେ ମୋ ଶାଢୀ ଦେଖି ଜଳି ଯାଉଥିଲା। ତା ପାଇଁ କଣ କେହି କିଛି ପିନ୍ଧିବେନି ନା ଲଗେଇବେନି? ଯିଏ ଯାହା ଆଣିଲା ସିଏ ତାକୁ ଶାନ୍ତିରେ ଟିକେ ରଖେଇ ଦେଉନି। କାନ୍ଦିଲେ ଆଉ ମିଳିବ ନା କଣ? ତମେ କଣ ପାଇଁ ସେ ଗୋରିର କଥା ଶୁଣି ଘରୁ ବାହାରକୁ ଗଲ? ତମେ ଗୋଟେ କାମ କର, ସିଏ ତମ ଓଢଣା ଚୋରି କରି ନେଇଛି ମାନେ ସେ ଶାଢୀ ଚୋରି କରିବା ପାଇଁ ନିଶ୍ଚିତ ଆସିବ। ତାକୁ ଏଥର ଆମେ ପାନେ ଦେବା।
ହେଇଟି କାଳୁ, ମୋର ସେ ନାଲି ପାଟ ଶାଢ଼ୀ ଦରକାର। ତୁମେ ଆଉ ଥରେ ଯାଅ, ସେ ସୁଇଟିର ସେ ପାଟ ଶାଢ଼ୀ ଲୁଚେଇକି ଆଣ। ମୁଁ ସେ ପାଟ ଶାଢ଼ୀ ପିନ୍ଧିବି, ନହେଲେ ମୁଁ କିଛି ଖାଇବିନି। ଆର ଥରକ ସିନା ଧରା ପଡିଲେନି, ଏଇଥରକ ଯଦି ଧରା ପଡିଯିବା ତାହେଲେ ସୁଇଟି ପ୍ରବଳ ବାଡେଇବ। ମୋର ଯିବାର ନାହିଁ। ତମର ଯଦି ଇଚ୍ଛା ଅଛି ତୁମେ ଯାଅ, ମାଡ ବହେ ଖାଇ ଆସିବ, ମୁଁ ଯିବିନି। ଠିକ ଅଛି, ତାହେଲେ ମୁଁ ଏକା ଯାଉଛି। ଯଦି ମୁଁ ଧରା ପଡ଼ିଯାଏ ତାହେଲେ ତୁମେ ମୋତେ ବଞ୍ଚାଇବ। ତାପରେ କାଳୁ କାଉ ଯାଇ ନିଘୋଡ଼ ନିଦରେ ଶୋଇପଡ଼େ। ଏପଟରେ ମିଠୁ ଆଉ ସୁଇଟି ତାଙ୍କ ପ୍ଲାନ ହିସାବରେ ଗଛ ଉପରେ ଲୁଚିଥାନ୍ତି। ଯେତେବେଳେ ଗୋରି କାଉ ତାଙ୍କ ଘର ଭିତରେ ପଶିଲା, ଆଜି ତୋର ଭାଗ୍ୟ ଖରାପ, ଆଜି ତୋର ହାଡ଼ ଗୋଡ଼ ସବୁ ଭାଙ୍ଗି ଚୂନା କରିଦେବି। ଆଜି କାଳୁର ଭାଗ୍ୟ ଭଲ, ସେ ମୋ ହାତରୁ ମାଡ଼ ଖାଇବାକୁ ଆସିଲାନି। ଆଜି ତା ଭାଗ ମାଡ଼ ତୁ ହିଁ ଖାଇବୁ। ଚୋରଣୀ, ତୁମ ଓଢ଼ଣୀ ଚୋରି କରିଥିଲୁ, ପୁଣି ମୋର ଶାଢ଼ୀ ଚୋରି କରିବାକୁ ଚାଲି ଆସିଲୁ। ଆଜି ତତେ ଛାଞ୍ଚୁଣି ମୁଣ୍ଡରେ ବାଡ଼େଇ ବାଡ଼େଇ ବୁଦ୍ଧି ଶିଖେଇଦେବି। ତାପରେ ସୁଇଟି ଆଉ ମିଠୁସୁଆ ଗୋରି କାଉକୁ ବହୁତ ପିଟିଲେ। ଆଉ ଗୋରି କାଉ ଜୀବନ ବିକଳରେ ଡାକ ଛାଡ଼ିଲା, ଛାଡ଼ିଦିଅ, ଛାଡ଼ିଦିଅ, ଆଉ ମୁଁ ତୁମ ଘରେ କିଛି ବି ଚୋରି କରିବିନି, ମତେ ଛାଡ଼ିଦିଅ, ଛାଡ଼ିଦିଅ। ଆଉ ତାପରେ ଗୋରି କାଉ ଖଣ୍ଡିଆ ଖାବରା ହୋଇ ଜୀବନ ବିକଳରେ ସେଠୁ ଖସି ଚାଲି ଆସିଲା।